ଗୋଟିଏ ବଣରେ ଗୋଟିଏ ଚଢ଼େଇଟି ରହୁଥିଲା। ସେ ଦେଖିଲା, ଆରେ ଏ କ'ଣ? ପାଣି ସୁଅରେ ପିମ୍ପୁଡ଼ିଟି ଭାସି ଭାସି ଯାଉଛି। ତା ମନରେ ବହୁତ କଷ୍ଟ ହେଲା। ସେ କ'ଣ କରିବ ବୋଲି ସେ ଭାବୁଥାଏ। ତାପରେ ତା ପାଖରେ ଥିବା ପତ୍ର ଖଣ୍ଡିକ ସେ ପିମ୍ପୁଡ଼ି ପାଖକୁ ପକାଇଦେଲା। ପିମ୍ପୁଡ଼ିଟି ପତ୍ର ଦେଖି ତା ଉପରେ ଚଢ଼ିଗଲା ଏବଂ ଭାସି ଭାସି ଯାଇ କୂଳରେ ଲାଗିଲା ଏବଂ ସେ ବହୁତ ଖୁସି ହେଲା। ଏବଂ ସେହି ଦିନଠାରୁ ସେ ଆଉ ଚଢ଼େଇ ଦୁଇଜଣ ସାଙ୍ଗ ହେଇଗଲେ। ଦିନକର କଥା, ଗୋଟିଏ ଶିକାରୀଟି ତୀର ଧରି ଚଢ଼େଇକୁ ମାରିବା ପାଇଁ ଆସୁଥାଏ। ପିମ୍ପୁଡ଼ିଟି ଦେଖିଦେଲା ଏବଂ ସେ ଚିନ୍ତା କଲା, ମୁଁ କ'ଣ କରିବି? ତ ସେ ଶିକାରୀର ଗୋଡ଼କୁ ଜୋରସେ କାମୁଡ଼ିଦେଲା। ଶିକାରୀଟି ଜୋରସେ ଚିତ୍କାର କଲା ଏବଂ ତାର ତୀରଟି ଚଢ଼େଇକୁ ନ ବାଜି ଗଛରେ ବାଜିଲା। ଚଢ଼େଇ ଓ ପିମ୍ପୁଡ଼ି ବହୁତ ଖୁସି ହେଲେ।